ଭୋଜି କରୁଥିବା ବେଳେ ନିଖୋଜ। 4 ଦିନ ପରେ କୂଅରୁ ମିଳିଲା ମୃତଦେହ। ସାଙ୍ଗ ହୋଇ ଭୋଜି କରିବାର କରୁଣ ପରିଣତି। ଅକାଳରେ ଚାଲିଗଲା ଗୋଟିଏ ଜୀବନ। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଗଅଁଦିଆ ଥାନା ଅଧୀନ ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ବଜୁରିଆ ଗ୍ରାମରେ। ପ୍ରାୟ 4 ଦିନ ତଳେ ଉକ୍ତ ଗ୍ରାମର 4 ରୁ 5 ଜଣ ସାଙ୍ଗ ହୋଇ ଭୋଜି କରୁଥିଲେ। ମୃତକ ଶତ୍ରୁଘ୍ନ ନାୟକ, ଯାହାଙ୍କର ବୟସ 28 ବର୍ଷ, ସେଦିନ ରାତିରେ ଭୋଜି ସାଥିରେ ସେମାନେ ମଦ୍ୟପାନ ମଧ୍ୟ କରିଥିଲେ। କିନ୍ତୁ ତାର ପରଦିନ ମୃତକ ନିଖୋଜ ଥିବାର ପରିବାର ଲୋକମାନେ ଅନ୍ୟ ସାଥୀମାନଙ୍କୁ ପଚାରିବାରୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କଲା ପରେ ମଧ୍ୟ ପାଇନଥିଲେ। କିନ୍ତୁ ଭୋଜି ସ୍ଥଳରେ ରାସ୍ତାକଡ଼ରେ ଥିବା ଏକ କୂପ ଭିତରୁ ଶତ୍ରୁଘ୍ନର ମୃତଦେହ ଭାସି ଆସୁଥିବାର ଦେଖିବାକୁ ମିଳିବାରୁ ତୁରନ୍ତ ଗଅଁଦିଆ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଖବର ପାଇ ଜୋରନ୍ଦା ଫାଣ୍ଡି ଅଧିକାରୀ ମାଗୁଣୀ ଚରଣ ଗଡ଼ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତକର ଶବ ଜବତ କରିବା ସହ ଆସନ୍ତାକାଲି ଢେଙ୍କାନାଳ ମେଡିକାଲରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଏ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।